Bhai, I prefer the smart meter. যদি মতে যদি পচারিবি, ইজ মাই ভিউ। ম্যানুয়ালি তো খারাপ হয়ে গেলে খারাপ ହେଇପାରେ, ସ୍ମାର୍ଟ ତ ଖାରାପ ବୋଲେ ଧରା ପଡ଼ିଯିବ ନା। ଆଜିକା ଦିନରେ ଚାବି ବାଲା ଘୋଡ଼ି ବାଜୁଥିଲା, ଏବେ ସ୍ମାର୍ଟ ୱାଚ୍ ଆସିଯାଇଛି। ଟେକ୍ନୋଲୋଜି ବଢୁଛି, ସବୁ ହଉଛି, ସେ ଆସିବି ଆଉ କ'ଣ ଅଛି। ମୁଁ ଭାବି ତୁମର ରିଚାର୍ଜ କଲେ ରିଚାର୍ଜ ସରିଲା କଟିଯିବ, ଏଇଟା ସେମ୍ ମିଟର ନୁହଁ। ଆଟଲିଷ୍ଟ ଆମର ଘର ଭିତରେ ସ୍ମାର୍ଟ ମିଟର କହୁଛନ୍ତି, କିନ୍ତୁ ଏଇଟା ସେମିତି କିଛି ନୁହଁ। ଏଇଟା କଟ୍ ଲାଇନ୍ କିଛି କଟୁନି। ଯେତିକି ରିଚାର୍ଜ କରିଥିବ ସେତିକି ନା, ସେ ଏଇଟା ରିଚାର୍ଜେବଲ ନୁହଁ। ଏଇଟା ଟୋଟାଲ ଆମର ମୁଁ ଟୋଟାଲ ନା, ମୁଁ ଯେମିତି ପେମେଣ୍ଟ ଯେମିତି ଆଗରୁ ଦଉଛି ସେମିତି ପେମେଣ୍ଟ ଦଉଛି। ସ୍ମାର୍ଟ ବୋଲି ଖାଲି ଦେଖା ଯାଉଛି, ଖାଲି କିଛି ନାହିଁ। ଛୋଟ ମିଟର ଥିଲା, ଏଇଟା ବଡ଼ ମିଟର, ଆଉ କିଛି ଡିଟେଲ୍ସ କିଛି ଲାଗୁନି କିଛି। ମୋ ନାମ ହେଉଛି ଏସ୍ ପୋଦ୍ଦାର, ସଜ୍ଜନ ପୋଦ୍ଦାର। ମୋ ୟୁନିଟ୍ 4ରେ ମୋର ବିଲ୍ଡିଂ ଅଛି। ମୋ ସେଠି ପ୍ରାୟ 25-30ଟା স্মার্ট মিটার ইনস্টল হয়েছে। আর মোর কিছু আজ অব্দি কোনো প্রবলেম ফেস করিনি। পুরা বিল্ডিং যাক হ্যাঁ, কেতেটা মিটার লাগিছে? বহুত মিটার লাগিছে। 25-30টা তো 3 পেজ হব, সিঙ্গেল পেজ হব 30-40টা। আচ্ছা, আন্দাজ কে হচ্ছে লট অফ, বাট মো আজ অব্দি কিছু কেউ কনজ্ୟୁମର বা মো মিটারে কিছু কমপ্লেন মো। ଆପଣଙ୍କର ଏଇ ଯୋଉ ସ୍ମାର୍ଟ ମିଟର କେବେଠୁ ଲାଗିଲାଣି? ଏ ତ ବହୁତ ଦିନ ହେଇଯାଇଛି, ପ୍ରାୟ ମୋର ଦେନ୍ 1-2 ଇୟର, ବର୍ଷେ ତ ହେଇଯାଇଛି। ବର୍ଷ ହେଲାଣି ଲାଗି? ହଁ ହଁ, ବର୍ଷେ ତ ଲାଗି ଯାଇଛି ନା। ଆଚ୍ଛା, ଏଇ ଯୋଉ ସ୍ମାର୍ଟ ଆଗରୁ ଯୋଉ ମିଟରଟା ଥିଲା ଆଉ ବର୍ତ୍ତମାନର ଯୋଉ ନୂଆ ଚେଞ୍ଜେସ୍ ହେଇଛି ଯୋଉଟାକୁ ସ୍ମାର୍ଟ ମିଟର କୁହାଯାଉଛି, କାରଣ ପୂର୍ବଟା ବି ସ୍ମାର୍ଟ ମିଟର ଥିଲା, କିନ୍ତୁ ବର୍ତ୍ତମାନର ଯୋଉ ଅଟୋମେଟିକ କଟିଂ ଇଲେକ୍ଟ୍ରିକ କଟ୍ ହେଇଯିବ କିମ୍ବା ଇଲେକ୍ଟ୍ରିକ ବିଲ୍ ନଦେଲେ ସେ ସବୁ ପ୍ରୋବ୍ଲେମ ହବ, ତାର ଅଧିକ ଇଲେକ୍ଟ୍ରିକ ବିଲ୍ ଆସୁଛି, ଏମିତି ଲୋକ କହୁଛନ୍ତି। ଆପଣଙ୍କୁ କିଛି ହେଇଛି? ଅଧିକ ଆସୁଛି, ଆଇ କ୍ୟାନଟ୍ ସେ। ମୁଁ କ'ଣ କମ୍ପ୍ଲେନ୍ ପାଇନି, nobody has complained me. Regarding the disconnection, it is my opinion. There should be some warning or that your meter will be disconnected. It's essential item na. Suddenly কাটি দিলে ଟିକେ problem. ଆପଣଙ୍କର କେବେ ମାନେ ସେମିତି ସଡନ୍? না, কিছু হয়নি আজ অব্দি কোনো প্রবলেম। সে মেসেজ আসে, ইউ ডিপোজিট দ্য মানি। କେତେ ଦିନର ଗୋଟେ ଟାଇମ୍ ଦେଇକି ଆସେ? আরে এমতি কেমতি ডিউ ଥିଲେ মেসেজ ଆସିଯାଏ ଆଉ କ'ଣ ଅଛି। ଆଚ୍ଛା, ମେସେଜ ଆସି ଆପଣ ଜମା ଦିଲେ ନ ଦିଲେ ଲାଇନ୍ କଟିବେ, ସେ କଟାଉଛି ଆଉ କ'ଣ। ଆଚ୍ଛା, କିନ୍ତୁ ଆ ପୂର୍ବରୁ ଯୋଉ ମିଟର ଥିଲା ସେଥିରେ କିଛି ମେସେଜ ଆସିଲେ ବି ଲାଇନ କଟୁ ନଥିଲା, ଯେମିତି ଆପଣଙ୍କୁ ଯାଇକି ଅଟୋମେଟିକ କଟିଯିବ। ନାଇଁ, ଅଟୋମେଟିକ ତ କାଟିନି କେବେ। ମୁଁ ତ ସାର୍, ଆପଣ କୋଉଠି ରହୁଛନ୍ତି? ଆପଣ ଯୋଉଠି ରହୁଛନ୍ତି ସେଠି ଅନ୍ୟମାନେ ସ୍ମାର୍ଟ ମିଟର ଲଗେଇଥିବେ, କିଛି କମ୍ପ୍ଲେନ୍ ଆପଣ? ନାଇଁ, ମୋର ଘରେ ଯେତେ 8ଟା ମିଟର ଲାଗିଛି ମାନେ ଆପାର୍ଟମେଣ୍ଟରେ, কেউ তো আজ অব্দি দেখি প্রবলেম করুনি। ম্যাডাম, যদি 2টা মিটার লাগালে মো কম বেশি বুঝিব, কেমতি বুঝিব যে কম আসছে না বেশি আসছে? যদি কম আসলে মো ধরি পারুনি, আর বেশি আসলে মো ধরি পারুনি, বাট আই এম স্যাটিসফাইড উইথ দ্য রিডিং। কোটি স্যার আপন রହୁଛନ୍ତି? মো রହୁଛି IRCN3 রে। ଆଚ୍ଛା, ଆଗରୁ ଆପଣଙ୍କର ବିଲ୍ ଯେତିକି ଆସିଲା ଏବେ ବି ସେତିକି ଅଛି? ସେମିତି ଆସିବା ତ କିଛି ତ ବଢିନି ଘଟିନି, କିନ୍ତୁ কিছু সেমতি ফিল করুন। উইন্টার আছে, ଏବେ কম আসছে, সমরে এসি বেশি চলে, বেশি আসবে। ଏବେ ତ ଉପରେ ଯେମିତି ଆସୁଥିଲା হ্যাঁ, যেটা এমনি আসে সেমতি আসে আর କ'ଣ। ଆଚ୍ଛା, ଆପଣଙ୍କ ପଛରେ 2ଟା ମିଟର ଅଛି, এই 2ଟା ମିଟର ଭିତରୁ କୋଉଟା ଭଲ ଲାଗୁଥିଲା, କୋଉଟା? ভাই, আই প্রিফার দ্য স্মার্ট মিটার। যদি মতে যদি পচারিবি, ইজ মাই ভিউ। ম্যানুয়ালি তো খারাপ হয়ে গেলে খারাপ ହେଇପାରେ, ସ୍ମାର୍ଟ ତ ଖାରାପ ବୋଲେ ଧରା ପଡ଼ିଯିବ ନା। ଏ ତ ଧରା ପଡ଼ିଯିବ। ଆଇ ପ୍ରିଫାର। ଆଜିକା ଦିନରେ ଚାବି ବାଲା ଘୋଡ଼ି ବାଜୁଥିଲା, ଏବେ ସ୍ମାର୍ଟ ୱାଚ୍ ଆସିଯାଇଛି। ଟେକ୍ନୋଲୋଜି ବଢୁଛି, ସବୁ ହଉଛି, ସେ ଆସିବି ଆଉ କ'ଣ ଅଛି। ଯଦି କିଛି ପ୍ରୋବ୍ଲେମ ଥିଲେ ଦେ ୱିଲ୍ ଆଡ୍ରେସ୍। ସ୍ପେସିଫିକ ପ୍ରୋବ୍ଲେମ ଥିବ, ଯେ ବର୍ଷେ ମିଟର ଦିବେ, 1 ଇୟରରେ ମୋ ଏମିତି ୟୁନିଟ୍ ପଡୁଥିଲା, ଏବେ କାଏ abnormal ବଢିଲା, ଦେ ୱିଲ୍ ଆଡ୍ରେସ୍ ଦ୍ୟାଟ୍ ପ୍ରୋବ୍ଲେମ, ବଟ୍ ଆଇ ହାଭ୍ ନଟ୍ ଫାଇଣ୍ଡ ଏନି ପ୍ରୋବ୍ଲେମ ଟିଲ୍ ନାଉ। ବର୍ତ୍ତମାନ ଫାଷ୍ଟ 6 ମାସ ତଳେ ମୁଁ ଅଲରେଡ଼ି ସ୍ମାର୍ଟ ମିଟର ଲାଗେ 6 ମାସ ହେଇଗଲାଣି ଅଲରେଡ଼ି। ତ ବର୍ତ୍ତମାନ ଯେତେବେଳେ ଘରକୁ ଆସିଥିଲେ, ସେ ଲଗେଇବା ପାଇଁ ଆସିଥିଲେ, ଯେତେବେଳେ ମୁଁ ତାକୁ ପଚାରିଲି କ'ଣ ନା ଆମ ମିଟର ଲାଗୁଛି ଆସିଥିଲା, ମୁଁ କହିଲି କ'ଣ ଚାର୍ଜେସ୍? ନା, ଚାର୍ଜେସ୍ କିଛି ନାହିଁ, ଆମେ ଆସୁଛୁ ମିଟର ଚେଞ୍ଜ କରି ମିଟର ଲଗେଇଦେବୁ ଗଲେ। ମୁଁ ତାକୁ ମନା କରିଥିଲି, ମୁଁ ନାଇଁ ଆପଣ ଲଗେଇବେ, ମୁଁ ଯେ ଡିଟେଲ୍ସ ବୁଝେ ଆଗ। ତ ଦେନ୍ ମୁଁ ଆମ ଘର ପାଖରେ କଷ୍ଟମର କେୟାରକୁ ମୁଁ ଆସିଥିଲି, ମୁଁ ଡିଟେଲ୍ସ ବୁଝିଥିଲି, ମ୍ୟାଡ଼ାମ ସହିତ କଥା ହେଇଥିଲି କି ମ୍ୟାଡ଼ାମ ସ୍ମାର୍ଟ ମିଟର କମ୍ପ୍ଲେନ୍ ହେଉଛନ୍ତି, କ'ଣ କାରଣ, ରିଜିନ୍, ପୁରୁଣା ମିଟର ରିଜିନ୍ କ'ଣ, ଡିଟେଲ୍ସ ପଚାରିଥିଲି। ତ ବୁଝିଥିଲି କିଛି ଡିଫରେଣ୍ଟ ହେବ ନାହିଁ। ସ୍ମାର୍ଟ ମିଟର ଆପଣ ପ୍ରତିଦିନ ଆମ ଯେଉଁ ରିଡ଼ିଂଟା ଆସୁଛି, ତ ମୋବାଇଲ ଆମେ ଜାଣିପାରିବୁ ମୋତେ କହିଲେ, ମୋବାଇଲ ମୋତେ ଆପ୍ ଦ୍ୱାରା ଦେଖିଲେ, ଏଇଟା ଟିପିସିଏଲ୍ ମିତ୍ରା ଯୋଉଟା ଆପ୍ ଅଛି ଦେଖେଇଥିଲେ। ଦେନ୍ ତାପରେ ମୁଁ କହିଲି ହଉ ଟିକେ ପରିଶ୍ରମ ଦେଇଥିଲି, ମୋ ସ୍ମାର୍ଟ ମିଟର ଲାଗୁ ବୋଲି ସ୍ମାର୍ଟ ମିଟର ଲଗେଇଥିଲେ। 6 ମାସ ପାଖାପାଖି ଲଗେଇଥିଲେ, କିଛି ଡିଫରେଣ୍ଟ ବି କିଛି ଜଣାପଡ଼ୁନି, ସେମ୍ ପାଖାପାଖି ହିଁ ରହୁଛି କିଛି। ବର୍ତ୍ତମାନ ଏବେ ଖରାଦିନ ଆସିଲେ ଜଣା ପଡ଼ିବ କ'ଣ ହେଉଛି, କିନ୍ତୁ ମୁଁ ଯେତିକି ଏବେ ଦେଖିଲି କିନ୍ତୁ କିଛି ଡିଫରେଣ୍ଟ ହିଁ ନାହିଁ। ଟୋଟାଲ ଇକ୍ୱାଲି ମିଟର ରିଡ଼ିଂ ସବୁ ଇକ୍ୱାଲି ସବୁ ଆସୁଛି। ପୂର୍ବରୁ ଦଉଥିବେ, ଏବେ ଦଉଛନ୍ତି? 6 ମାସ ହେଲା କ'ଣ ଯେତିକି ଦଉଛନ୍ତି ସେଇ ପାଖାପାଖି ଆସୁଛି? ହଁ, ସେ ପାଖାପାଖି 19-20 ରହୁଛି, ଯାହେଲେ ସେ ପାଖାପାଖି ରହୁଛି, କିଛି ଅଧିକ କିଛି ଆସୁଛି ସ୍ମାର୍ଟ ମିଟର। ଆଉ ଗୋଟେ ପ୍ଲସ୍ ପଏଣ୍ଟ ଗୋଟେ ଭଲ ଲାଗୁଛି କ'ଣ,
ପ୍ରତିଦିନ ମୁଁ ରିଡିଂ ଦେଖିପାରୁଛି ମୁଁ କେତେ ୟୁନିଟ୍ ୟୁଜ୍ କରିପାରୁଛି ବୋଲି। ଆମର ହଁ ଟାଟା ମ୍ୟାଜିକ୍ ମିତ୍ର ଅଛି ତ କଞ୍ଜୁମର ନମ୍ବର ମୋର ଅଛି, ମାରି ଦେଉଛି ଡେଲି ଦେଖିଦେଉଛି ମୁଁ କେତେ ୟୁନିଟ୍ ୟୁଜ୍, ମୁଁ ଆଜି ୟୁନିଟ୍ ଯାହା ୟୁଜ୍ କରିଦେବି ମୁଁ କାଲି ଜାଣିପାରିବି କେତେ ୟୁନିଟ୍ ୟୁଜ୍ କରୁଛି ପ୍ରତିଦିନ। ଏଇଟା ଗୋଟେ ପ୍ଲସ୍ ପଏଣ୍ଟ ରହୁଛି। ଏଇଟା ସ୍ମାର୍ଟ ମିଟର ପାଇଁ ଆପଣ ଆପ୍ଲାଏ କରିଥିଲେ ନା କେମିତି କଣ ଲାଗିଲା? ନା ମୁଁ କିଛି ଆପ୍ଲାଏ କରିନଥିଲି, ଆଟଲିଷ୍ଟ ଆମ ଫାଷ୍ଟ ଗୋଟେ ନୋଟିସ୍ ଆସିଥିଲା, ଫାଷ୍ଟ ଗୁଗଲ ଇନଫର୍ମ କରିଥିଲେ ଗୋଟେ ଦିନ ପୂର୍ବରୁ, ଦେନ୍ ତା ପରଦିନ ଆସି ସେ ଇନଷ୍ଟଲେସନ୍ କରିଥିଲେ ତାକୁ। ସେଇଟା ଏବେ ଯୋଉ ସ୍ମାର୍ଟ ମିଟର ଲଗେଇଲେ ଏବେ ଠିକ ଠାକ ଲାଗୁଛି? ହଁ ମତେ ବହୁତ ବହୁତ ବଢିଆ ଲାଗୁଛି, କିଛି ଅସୁବିଧା ନାହିଁ କିଛି। ମତେ ମୁଁ ତ ଜାଣିପାରୁଛି ଆକ୍ଚୁଆଲି ଆମ ପୂର୍ବରୁ ଯୋଉ ମିଟର ଲାଗିଥିଲା ପ୍ରତି ମାସ ପରେ ଆମେ ଜାଣୁଛୁ ଯେ ରିଡିଂ ମୋ କେତେ ଥିଲା, କେତେ ବିଲ୍ ଆସୁଛି କଣ ନାହିଁ ବୋଲି, କିନ୍ତୁ ମୁଁ ଏବେ ଜାଣିପାରୁଛି ଯେ ପର ଡେ କାଲକୁଲେସନ ମୁଁ ଜାଣିପାରୁଛି ମୋ କେତେ ରିଡିଂ ହେଲା। ମୁଁ ସେଭିଂ ବି ମୁଁ କରିବାକୁ ଚାହୁଁଛି, ଚାଲି ସେଭିଂ ବି କରିପାରିବି। ନିଜେ ଚାହିଁଲେ ଆପଣଙ୍କର ମାନେ ପରିବାର କେତେ ଜଣ ଅଛି? ଆମ ପରିବାର 8 ଜଣ ରହୁଛୁ। କଣ ଘର କେମିତି ଷ୍ଟ୍ରକ୍ଚର ଅଛି ଘର? ଘର 3ଟା ବେଡରୁମ୍ ରହୁଛି, ତାପରେ ଲାଇଟ୍ ଫାଇଟ୍ ସବୁ ରହୁଛି, ସବୁ ଚାଲିଛି ଯେତିକି ଏମିତି ଚାଲିଛି। ନୂଆ ଯୋଉ କଷ୍ଟମର ଅଛନ୍ତି ଯୋଉମାନେ ଲଗେଇବା ପାଇଁ ମନା କରୁଛନ୍ତି ତାଙ୍କୁ ଆପଣ ବାର୍ତ୍ତା କଣ ଦେବେ? ସେ ନୂଆ ଯୋଉ ଚାହୁଁଛନ୍ତି ଲଗେଇବା ମନା କରୁଛି, ସେ ମୋ ମତରେ ସେମାନେ ଆସି ଥରେ କମ୍ପେୟାର କରନ୍ତୁ, ଡିଟେଲ୍ସ ମ୍ୟାଡମ୍ ସହିତ କଥା ହୁଅନ୍ତୁ। ତ ଏଠି ମିଟର ବି ଲାଗିଛି, ମତେ ମୁଁ ବି ଥରେ ଆସି ଏଠି ଦେଖିଥିଲି, ପୁରୁଣା ମିଟର ଲାଗିଛି ନୂଆ ମିଟର ଲାଗିଛି କଣ ମୁଁ ଦେଖିଲି ଡିଫରେଣ୍ଟ, ତାଙ୍କ ରିଡିଂ ଏକା ଆସୁଛି। ତା ମୁଁ ନିଜେ ମାସେ ଚେକ୍ କଲି ଥରେ, ମୁଁ ମ୍ୟାଡମ୍କୁ ଏ କଥା ବି କହିଥିଲି ଯେ ମ୍ୟାଡମ୍ ମାସେ ମୁଁ ୟୁଜ୍ କରୁଛି, ତୁମ ରିଡିଂ ଟିକେ ଅଧିକ ଲାଗିଲେ କଣ ନାହିଁ ମୁଁ ଚେଞ୍ଜ କରିଦେବି ସେଇଟା। ସେତେବେଳେ ମ୍ୟାଡମ୍ କହିଲେ ଠିକ୍ ଆପଣ ଲଗେଇ ଦେଖନ୍ତୁ ବୋଲି ମତେ ମ୍ୟାଡମ୍ ଏ କଥା ବି କହିଥିଲେ। ତ ମୁଁ କମ୍ପେୟାର ଫାଷ୍ଟ ମୁଁ ଯେଉଁ ଚାହୁଁଛି ଡାଉଟ୍ ଅଛି ସେମାନେ ଆସି ଡିଟେଲ୍ସ କ୍ଲିୟର ହେଇଯାଆନ୍ତୁ, ତ ଲଗେଇ ଟ୍ରାଏ କରନ୍ତୁ, ଦେଖନ୍ତୁ, ତାପରେ ଆପଣ ଜାଣିପାରିବେ। ଆଚ୍ଛା ଇଲେକ୍ଟ୍ରିକ୍ ବିଲ୍ କଣ ଆସିକି ଦବାକୁ ପଡୁଛି ନା ଅନଲାଇନ୍ କରୁଛନ୍ତି? ऑनलाइन पेमेंट ही कुछ आराम से फोन पे आराम से होଉଛି, ऑनलाइन पेमेंट होଉଛି, टिपे सेटा आप होଉଛି तांग सेते पेमेंट ही होଉଛି, जैसे आसे दरकार ही होरून फोन नेटवर्क ଘରେ ବସିକି घर बजे पेमेंट अपन जोर पे कर ପେମେଣ୍ଟ ଟିକେ ଡିଲେ ହେଇଗଲା ତାହେଲେ डिले ले तो तार तो जो ताका तो रिबेट पॉइंट रोज के दिन रोଉଛି से दिन तो पेमेंट के फाइन माने फाइन को ताका तो रिबेट पॉइंट जित रोଉଛି ଆଗ ମିଟରରେ ଫାଇନ୍ ଲାଗୁଥିଲା, ଏବେ ପରେ ଲାଇନ୍ କାଟି ଦଉଛନ୍ତି। ନାଇଁ ନାଇଁ ଏଇଟା ସେଇଟା ବି କିଛି ହେଇନି ଏଥିରେ। ଯୋଉ ରିଚାର୍ଜ ମୁଁ ଭାବି ତ ରିଚାର୍ଜ କରିଲେ ରିଚାର୍ଜ ସରିଲା କଟି ଯାଉନି, ଏଇଟା ସେଇ ମିଟର ନୁହଁ, ଆଟଲିଷ୍ଟ ଆମ ଘର ଭିତରେ ସ୍ମାର୍ଟ ମିଟର କହୁଛନ୍ତି, କିନ୍ତୁ ଏଇଟା ସେମିତି କିଛି ନୁହଁ, ଏଇଟା କଟ୍ ଲାଇନ୍ କିଛି କଟୁନି। ମାନେ ଯେତିକି ରିଚାର୍ଜ କରିଥିବ ସେତିକି ନା ସେ ଏଇଟା ରିଚାର୍ଜେବଲ ନୁହଁ, ଏଇଟା ଟୋଟାଲ ଆମର ମୁଁ ଟୋଟାଲ ନା ମୁଁ ଯେମିତି ପେମେଣ୍ଟ ଯେମିତି ଆଗରୁ ଦଉଛି ସେମିତି ପେମେଣ୍ଟ ଦଉଛି। ରିଚାର୍ଜ କଲେ ରିଚାର୍ଜ ଫିଚାର୍ଜ ମୋର ତ କିଛି ଆଜି ପର୍ଯ୍ୟନ୍ତ ସେ କିଛି କହିନି, ରିଚାର୍ଜ କଥା କହିନି, ମୋତେ ଯେମିତି ବିଲ୍ ଆସୁଛି ମୁଁ ବିଲ୍ ଆସି ଦେଇଯାଉଛି, ମୁଁ ଆଜି ପର୍ଯ୍ୟନ୍ତ ରିଚାର୍ଜ ବି କିଛି କହିନି ଏଇଟା। ଆଚ୍ଛା ପୂର୍ବରୁ ଯୋଉ ଆପଣଙ୍କ ବୋର୍ଡ ଲାଗିଥିଲା ଏବିକାର କଣ ଡିଫରେନ୍ସ ଜାଣିପାରୁଛନ୍ତି? डिफरेंट କିଛି ନାହିଁ ମତେ ଟିକେ ସ୍ମାର୍ଟ ବୋଲି ଆପଣ ସ୍ମାର୍ଟ ବୋଲି ଖାଲି ଦେଖା ଯାଉଛି, ଖାଲି କିଛି ନାହିଁ, ଛୋଟ ମିଟର ଥିଲା ଏତେ ବଡ ମିଟର, ଆଉ କିଛି ଡିଟେଲ୍ସ କିଛି ଲାଗୁନି କିଛି ପଇସା ନେଇନାହାନ୍ତି? ପଇସା ମୁଁ କିଛି ଏକ୍ସଟ୍ରା ଚାର୍ଜ କିଛି କରିନି ତାର।